ଜରାଜୀର୍ଣ୍ଣ ଅବସ୍ଥାରେ କେନ୍ଦ୍ରାପଡ଼ା ପୌରପାଳିକା ଅଧୀନରେ ଥିବା କଜଳା ଶ୍ମଶାନ କିଛି ଦିନ ତଳେ 73 ଲକ୍ଷ ଟଙ୍କା ବ୍ୟୟ ଅଚକଳରେ ଆରମ୍ଭ ହୋଇଥିଲା ଶ୍ମଶାନ ପୁନରୁଦ୍ଧାର କାର୍ଯ୍ୟ। ଅଳ୍ପ କିଛି କାମ ହୋଇଥିବା ବେଳେ ଏବେ ଅଧାରେ ଆଣ୍ଠିଛି ଭିତରର ବାକି କାମ। ଯେଉଁ କିଛି କାର୍ଯ୍ୟ ହୋଇଥିଲା ତାହା ବି ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏବେ ଭାଙ୍ଗିରୁଜି ଗଲାଣି। ଶ୍ମଶାନ ଚାରିପଟେ ଗଛଲତା ମାଡ଼ି ଯାଇଥିବାରୁ ବାହାରି ଶବଦାହ କରୁଛନ୍ତି ଲୋକେ। କେନ୍ଦ୍ରାପଡ଼ା ପୌରାଞ୍ଚଳର କଜଳାରେ ଥିବା ଶ୍ମଶାନଟି 1990 ମସିହାରୁ କାର୍ଯ୍ୟକ୍ଷମ ହୋଇଥିଲା। ସହରର 7ଟି ୱାର୍ଡ ଓ ଗୋଟିଏ ପଞ୍ଚାୟତର ଲୋକେ ଏହି ଶ୍ମଶାନ ଉପରେ ଶବଦାହ କରିବାକୁ ନିର୍ଭର କରିଥାନ୍ତି। 30 ବର୍ଷରୁ ଅଧିକ ହେବ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ବଦଳୁନି ରୂପରେଖ। (2022-23) ଆର୍ଥିକ ବର୍ଷରେ ମୁକ୍ତା ଯୋଜନାରେ ପୋଖରୀ ଉନ୍ନତିକରଣ ପାଇଁ 30 ଲକ୍ଷ ଏବଂ ଓପନ ସ୍ପେସ୍ ପାଇଁ 43 ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା। କିନ୍ତୁ ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଶ୍ମଶାନକୁ ଅଧା କରି ଛୁ ମାରିଛି ଠିକାଦାର। କଜଳା ଶ୍ମଶାନ ଆପଣମାନେ ଦେଖନ୍ତୁ, ଫଟୋ ଉଠେଇ ନିଅନ୍ତୁ କେମିତି ଅବହେଳିତ ହେଇଛି, କାମ ଅଧା ହେଇଛି। ଗୋଟେ ମହାକାଳଙ୍କର ଶ୍ମଶାନ ଠାକୁର ଇଏ ମାଗି ଯାଚିକି ଆଣିଥିଲି, ଲୋକ ସମସ୍ତେ ସହାନୁଭୂତି ଦେଇଥିଲେ। ତାକୁ ପ୍ରତିବର୍ଷ କାମ ହଉଛି କି କାମ ହଉଛି? ଭଙ୍ଗା ଗଢା ଆଉ କଣ ଏଇ କାମ? ଶ୍ମଶାନରେ ଏଇ କାମ ଭାଙ୍ଗିଦେବି। 2 ବର୍ଷ ହେଇଛି, ଭଲ ହେଇଛି, ତାକୁ ଭାଙ୍ଗିଦେବି। ଫେର ଗଭର୍ଣ୍ଣମେଣ୍ଟ ଦେବ, ଫେର ଆମେ କରିଦେବା, ଆମେ କି ପଇସା ପାଇବା? କେନ୍ଦ୍ରାପଡ଼ା ପୌର ସଂସ୍ଥା କଜଳା ଶ୍ମଶାନର ଉନ୍ନତିକରଣ ପାଇଁ ଧ୍ୟାନ ଦେଇନି। ବିଶେଷ କରି ବର୍ଷା ଦିନେ ଲୋକେ ବହୁତ ହନ୍ତସନ୍ତ ହେଉଛନ୍ତି। ଶବ ରଖିବା ପାଇଁ ଜାଗା ନାହିଁ, ବର୍ଷାରେ ଓଦା ହେଉଛନ୍ତି, ଲୋକ ଓଦା ହେଉଛନ୍ତି। ପାଣିର କିଛି ବ୍ୟବସ୍ଥା ନାହିଁ, ଲାଇଟ୍ର କିଛି ବ୍ୟବସ୍ଥା ନାହିଁ। ତେଣୁ ପୌର ପ୍ରଶାସନ ଯେଉଁ 50 ଲକ୍ଷ ଟଙ୍କା ବିନିଯୋଗ କରିଛି ତାକୁ କିଛି ଅସାଧୁ ଠିକାଦାର ହରିଲୁଟ୍ କରିବା ଯୋଜନାରେ ଅଛନ୍ତି। ଦେଖୁନାହାନ୍ତି ଅଧା କାମ ହେଇକି ଆଜ୍ଞା ରହିଛି। ଆଉ କ'ଣ କରିବେ? ଏଇ ଜଙ୍ଗଲ ଫଙ୍ଗଲ ହେଇଗଲାଣି ସବୁଆଡ଼େ। କେହି ମାନେ ସେମିତି ଲାସ୍ ଆସୁଛି, ମାନେ ବର୍ଷା ହେଲେ ସେମିତି ପଦାରେ ଜଳା ହେଉଛି। ଆଉ ଶ୍ମଶାନ କାମ ସରୁନଥିବାରୁ ଶବଦାହ କରିବା ପାଇଁ ସହରାଞ୍ଚଳର ପ୍ରାୟ 30,000 ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କି ବର୍ଷା କି ଖରା, ପାଣି ଟୋପାଏ ନାହିଁ। ତେବେ ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଖୁବ୍ ଶୀଘ୍ର ଚାଲୁ କରାଯିବ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନାକ ମୁହଁରେ ଶ୍ମଶାନଟିଏ, କିନ୍ତୁ ସେ ଏଠି ଦୂରଦୃଷ୍ଟି ସମସ୍ତଙ୍କ ରହିବା ଦରକାର। କାହିଁକିନା ଆପଣଙ୍କର ଯେଉଁ 21ଟା ୱାର୍ଡ ଅଛି ମ୍ୟୁନିସିପାଲିଟିର, ତାର ଅଧାରୁ ଅଧିକ ଏହା ଉପରେ ନିର୍ଭର କରୁଛନ୍ତି। ତା ସହିତ ପୁଣି ବାହାର ଲୋକ ଯେଉଁମାନେ ଅଛନ୍ତି ସେମାନେ ନିର୍ଭରଶୀଳ। କିନ୍ତୁ ଆଜି ତାର ଅବସ୍ଥା ଅତି ଅବ୍ୟବସ୍ଥ ଢଙ୍ଗରେ ପଡ଼ିଛି। ତାଦେହରେ ଆପଣ ଶବ ପଡ଼ିଆକୁ ଯିବେ, ଆପଣ ତ ସେଠି ଶବ ହେଇଯିବେ, କାରଣ ସେଠି ବିଭିନ୍ନ ପ୍ରକାର ବିଷଧର ସର୍ପମାନେ ସେଠି ବାସ କରୁଛନ୍ତି। ପ୍ରାୟ 73 ଲକ୍ଷ ଟଙ୍କାର କାମ ଅଲରେଡି ଟେଣ୍ଡର ସରିକି କାମ ମଧ୍ୟ ଷ୍ଟାର୍ଟ ହେଇଯାଇଛି। କିଛି କାରଣବଶତଃ ସେ କାମ ପେଣ୍ଡିଂ ରହିଯାଇଥିଲା। ବର୍ତ୍ତମାନ ପୁନର୍ବାର ସେ କାମକୁ ପୁଣି ଥରେ ଆମେ ସ୍ପିଡ୍ ଅପ୍ କରିବା ପାଇଁ ଚେଷ୍ଟା କରୁଛୁ। ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି, ହେଲେ ତାହା କୁଆଡ଼େ ଯାଉଛି, କିଏ ଆତ୍ମସାତ କରୁଛନ୍ତି ତାହା ଜଗିବାକୁ କେହି ନାହାନ୍ତି। କେନ୍ଦ୍ରାପଡ଼ାରୁ କ୍ୟାମେରା ପର୍ସନ ଉମାକାନ୍ତଙ୍କ ସହ ମନୋଜ ସ୍ୱାଇଁଙ୍କ ରିପୋର୍ଟ, OTV।